ଢେଙ୍କାନାଳ ଜିଲ୍ଲାରେ ଲଜ୍ଜାଜନକ ଘଟଣା ଘଟିଛି, ଯାହାକି ସଦର ଥାନା ଅନ୍ତର୍ଗତ ଭାପୁର ସ୍ଥିତ ଏକ ପରିତ୍ୟକ୍ତ ଘରେ ମାସାଧିକ କାଳ ଧରି ଜଣେ ଯୁବତୀଙ୍କୁ ଦୁଷ୍କର୍ମ ହେଉଥିଲା ଏବଂ ଯୁବତୀ ଜଣଙ୍କ ଅସହାୟ ଥିବାରୁ ଏକାଧିକ ରାକ୍ଷସଙ୍କ କବଳରୁ ବର୍ତ୍ତି ପାରିନଥିଲେ ଏ 22 ବର୍ଷିଆ ଯୁବତୀ। ନିଶ୍ଚିତ ଭାବରେ ଯଦି ପ୍ରତିଦିନ ରାତି 10ଟାରୁ ରାତି 2ଟା ପର୍ଯ୍ୟନ୍ତ ଗଣ ବଳାତ୍କାର ଶିକାର ହୋଇ ପୀଡ଼ିତା ଏବେ 7 ମାସର ଗର୍ଭବତୀ ହୋଇଥିବା ଜଣାପଡ଼ିଛି। ଇଏ ଘଟଣା ଯେତେବେଳେ ସାମ୍ନାକୁ ଆସିଛି, ନିଶ୍ଚିତ ଭାବରେ ଯଦି ଆମେ କହିବା ବାପା ମାନସିକ ବିକାରଗ୍ରସ୍ତ ଥିବାରୁ କୌଣସି ତାଙ୍କ ଆଖି ଆଗରେ ଯେତେବେଳେ ଏଭଳି ଘଟଣା ଘଟୁଥିଲା ସେ ମଧ୍ୟ କିଛି କରିପାରୁନଥିଲେ, ଯାହାର ଫାଇଦା ଉଠାଉଥିଲେ ସେହି ଗ୍ରାମର ଏକାଧିକ କାମନା ବାସନା ରୂପୀ ରାକ୍ଷସ, ଯାହାର ଏଇ ଯୋଉ ଅସହାୟ ଝିଅକୁ ଛାତ ଉପରକୁ ଟେକି ନେଇ ପ୍ରତିଦିନ କରୁଥିଲେ ଦୁଷ୍କର୍ମ, ତା ସାଙ୍ଗକୁ ପାଶବିକ ଅତ୍ୟାଚାର। ତେବେ ଗ୍ରାମବାସୀ ଏଭଳି ଲଜ୍ଜାଜନକ ଘଟଣା ଓ ଘୃଣ୍ୟ କାର୍ଯ୍ୟକଳାପକୁ ଜାଣି ମଧ୍ୟ ମୁହଁ ନ ଖୋଲି ସମସ୍ତେ ଚୁପ୍ ରହିଥିଲେ। ତେବେ ଘଟଣା ପୁଲିସ କାନରେ ପଡ଼ିବା ପରେ ଯୁବତୀଙ୍କୁ ଉଦ୍ଧାର କରି ସେକୁଇ ସେଣ୍ଟରର ଜିମା ଦିଆଯାଇଥିଲା ଏବଂ ସେଠାରେ ଯୁବତୀଙ୍କୁ ରଖି କାଉନସିଲିଂ କରାଯାଇଥିଲା। ପୀଡ଼ିତା ଯୁବତୀଙ୍କଠୁ କାଉନସିଲିଂ କରି ସବୁ କଥା ଜାଣିବାକୁ ପାଇଥିଲେ ସଖୀ ସେଣ୍ଟର, ଯାହାକି ଶୁଣିବା ପରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଥିଲା। ଘଟଣା ଏମିତି କିଛି ରହିଥିଲା ଯାହା ନିଶ୍ଚିତ ଭାବରେ ସମସ୍ତଙ୍କୁ ଚକିତ କରିବ। ପୀଡ଼ିତା ଯୁବତୀ ଜଣଙ୍କ 7 ମାସର ଗର୍ଭବତୀ ହେବା ପରେ ବି ଅସହାୟ ଯୁବତୀ ଜଣଙ୍କ ପ୍ରତିଦିନ ଦୁଷ୍କର୍ମ ପାଶବିକ ଅତ୍ୟାଚାରର ଶିକାର ହେଉଥିଲେ। ତେବେ ଘଟଣା ଜଣାପଡ଼ିବା ପରେ ଅଭିଯୁକ୍ତ ମାନଙ୍କୁ ଚିହ୍ନଟ କରିବା ପାଇଁ ପୁଲିସ ପାଖରେ ପହଞ୍ଚିଥିଲା ମାମଲା। ତେବେ ତାପରେ ପୁଲିସ ଆରମ୍ଭ କରିଥିଲା ଖୋଳତାଡ଼, ଯାହାକି ଜିଲ୍ଲା ଆରକ୍ଷକ ଅଧିକାରୀଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ଘଟଣାସ୍ଥଳରେ ଖିଅ ଖୋଜିଥିଲା ପୁଲିସ। ତେବେ ଖିଅ ଖୋଜି 4 ଜଣ ଦୁର୍ବୃତ୍ତଙ୍କୁ ସନ୍ଦେହଜନକ ଭାବେ ଧରାଯାଇଥିଲା ଏବଂ ତାଙ୍କୁ ଅନେକ ପଚରାଉଚରା କରିବାରେ ସେ ସତ ମାନି ଯାଇଥିଲେ। ତେବେ ଆଉ ଅନ୍ୟମାନଙ୍କୁ ଧରିବା ପାଇଁ ପୁଲିସ ତାର ତଦନ୍ତ ପ୍ରକ୍ରିୟା ଜାରି ରଖିଛି। ତେବେ ଢେଙ୍କାନାଳ ସଦର ଥାନା ଭାପୁ ଅଞ୍ଚଳରେ ଏଭଳି ଘଟଣା ବର୍ତ୍ତମାନ ସବୁଆଡେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ନିଶ୍ଚିତ ଭାବରେ ଯଦି କହିବା, ଯେତେବେଳେ ପୋଲିସ ନିକଟରେ ଅଭିଯୋଗ ହୋଇଥିଲା ସଖୀ ସେଣ୍ଟର ତରଫରୁ, ସେତେବେଳେ ପୋଲିସ ଦୃଢ଼ତାର ସହିତ ତାର ନିଜର ତଦନ୍ତ ଆରମ୍ଭ କରିଥିଲା ଏବଂ ତଦନ୍ତରେ ପୋଲିସ କୌଣସି ଖିଲାପ ନ କରି 24 ଘଣ୍ଟା ଭିତରେ 4 ଜଣଙ୍କୁ ସେ ଧରିବା ପରେ ତାଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିଥିଲା ଏବଂ ପଚରାଉଚରା କରିବାରେ 4 ଜଣ ନିଶ୍ଚିତ ଭାବରେ ମାନି ଯାଇଥିଲେ ସତ କଣ। ଏ ଭଳି ଘଟଣା ଯେତେବେଳେ ଆମେ ଯଦି କହିବା, ଯେତେବେଳେ କି ଝିଅଟି ତାର ବାପା ମାନସିକ ବିକାରଗ୍ରସ୍ତ ଏବଂ ମା ଚାଲି ଯାଇଥିଲେ, ପରିବାର କହିଲେ କେବଳ ବାପ ଆଉ ଝିଅ, ଯେହେତୁ ତାର ଝିଅର ପରିବାର ଲୋକ ତାର ସମସ୍ତ ଜମିବାଡ଼ିକୁ ହଡପ କରି ନେଇଥିଲେ, ସେହି ମାନସିକ ଚାପରେ ରହି ବାପା ମାନସିକ ବିକାରଗ୍ରସ୍ତ ହୋଇଯାଇଥିଲେ। ପରେ ସେମାନଙ୍କୁ କୋଉଠାରେ ବି ଆଶ୍ରା ନ ମିଳିବାରୁ ସେମାନେ ସେହି ଭଙ୍ଗା ଅଙ୍ଗନବାଡ଼ି ଗୃହ ଭିତରେ ରହିଥିଲେ ଏବଂ ଯାହାକି ଯଦି କହିବା ଭିତର ପଟୁ ଯେତେବେଳେ ଲକ୍ କରିବାକୁ କୌଣସି ସୁବିଧା ନଥିଲା ଏବଂ ବାପା ମାନସିକ ବିକାରଗ୍ରସ୍ତ, ସେହି ସମୟରେ ଏଭଳି ଅସହାୟ ଯୁବତୀଙ୍କର ଏବଂ ଅସହାୟ ବାପ ଅସହାୟ ଯୁବତୀଙ୍କର ଏ ବାପ ଝିଅଙ୍କୁ ଦେଖି, ବାପର ଅବସ୍ଥାକୁ ଦେଖି ସେ ଗାଁର କିଛି ଏଭଳି ଅମାନୁଷିକ ବ୍ୟକ୍ତି ବା ଯୁବକ ଏଭଳି କାଣ୍ଡ ଭିଆଇଥିଲେ। ଇଏ ଯୋଉ ଘୃଣ୍ୟ ଅପରାଧ ସେମାନେ କରିଥିଲେ, ତାଙ୍କର ଏତେ ଲୋଭ ରହିଥିଲା, କାମନା ବାସନା ଏମିତି ଚଢି ଯାଇଥିଲା, ସେମାନେ ନିଜର ହିତାହିତ ଜ୍ଞାନ ମଧ୍ୟ ଭୁଲି ଯାଇଥିଲେ, ଯାହାକି ସେମାନେ ଚିନ୍ତା କରିପାରିଲେ ନାହିଁ କି ଜଣେ ବାପ ମାନସିକ ବିକାରଗ୍ରସ୍ତ, ଜଣେ ଝିଅ ମଧ୍ୟ କିଭଳି ରହିଛି, ତାକୁ ତାର ଏଇ ଅସହାୟପଣର ଫାଇଦା ଉଠେଇ ସେମାନେ ବାରମ୍ବାର ରାତି ଯାଉଥିଲେ ଏବଂ ରାତି ଅଧା ରାତି ପର୍ଯ୍ୟନ୍ତ ଝିଅ ସହିତ, ଯୁବତୀ ଜଣଙ୍କ ସହିତ ଛାତ ଉପରେ ଜଣଙ୍କ ପରେ ଜଣେ ଗଣଦୁଷ୍କର୍ମ କରି ଚାଲିଥିଲେ ଏବଂ ଦରକାର ପଡ଼ିଲେ ତା ଉପରେ ପାଶବିକ ଅତ୍ୟାଚାର ମଧ୍ୟ କରୁଥିଲେ। ତେବେ ଏସବୁ ଜାଣି ମଧ୍ୟ ଯୁବତୀ ଜଣଙ୍କ ଚୁପ୍ ରହୁଥିଲେ। ତେବେ ଆଉ ଗୋଟେ ପଟେ ଯଦି ଦେଖିବା, ଗ୍ରାମବାସୀ ସମସ୍ତ କଥା ଜାଣି ମଧ୍ୟ ଚୁପ୍ ରହିଥିଲେ। ତେବେ ଗ୍ରାମବାସୀ କାହିଁକି ଏସବୁ କଥା ଜାଣି ଚୁପ୍ ରହିଥିଲେ, ଚୁପ୍ ରହିବା ପଛର କାରଣ କଣ, କାହିଁକି ସେମାନେ ମୁହଁ ଖୋଲୁ ନଥିଲେ ଏବଂ କି ଏପର୍ଯ୍ୟନ୍ତ ବି ମୁହଁ ଖୋଲି ନାହାନ୍ତି। ତେବେ ୟାକୁ ଯଦି ଦିଗକୁ ଦେଖିବା, ନିଶ୍ଚିତ ଭାବରେ କୋଉଠି ନା କୋଉଠି ଅନେକ ସନ୍ଦେହ ସୃଷ୍ଟି ହେଉଛି। ତେବେ ଘଟଣାରେ ପୁଲିସ 4 ଜଣଙ୍କୁ ସଦର ଥାନା ପୁଲିସ ଅଟକ ରଖିଛି ଏବଂ ପଚରାଉଚରା ଜାରି ରଖିଛି ଏବଂ ଆଉ ଯୋଉ ବାକି ଅଭିଯୁକ୍ତ ଅଛନ୍ତି ସେମାନଙ୍କୁ କିଭଳି ଯଥାଶୀଘ୍ର ତାଙ୍କୁ ଗିରଫ କରିବ ଏବଂ ସେମାନଙ୍କୁ ଗିରଫ କରିବା ପରେ ସମସ୍ତ ସତ୍ୟ କଥା
ତାଙ୍କ ନିକଟରୁ ଆଦାୟ କରିବ ଏବଂ ପରେ ଝିଅଟିକୁ କିଭଳି ନ୍ୟାୟ ମିଳିବ ସେ ନେଇ ମଧ୍ୟ ପୁଲିସ ତାର ପ୍ରୟାସ ଜାରି ରଖିଛି।